नमस्कार, जय जगन्नाथ। आज अध्याय को आपण मानक स्वागत। ओम नमो भगवते वासुदेवाय। चतुर्दश अध्याय। कृष्ण वन्य भोजी बेले ब्रह्मा आसीण बस्ता बाळे जेमंते करिले हरण चतुर्दशरे ता वर्णन। श्रीशुक उवाच हरि सेवक शिरोमणि शुण हो भागवत वाणी साधुंको मध्ये तू ही साधु तोरी बुभव परमादु जेते कहिली भागवत तोष नहिला तोर चित साधु जनकर ए गति जेसने बिटपी जुबती स्वामी सेवारे रही पूर्ण बिटपे देई थाई मन संसारे थाई जे एमंत निकटे पाई से अनंत एबे तू शुण स्थिर होई भावे सेवके एहा कही मरणु तोरी गोप बाळे मिलिले जमुनार कूले निर्मल देखी बाली कूद श्रीकृष्ण होइले आनंद गोप कुमरंकु अनाई बोलंती प्रभु भावग्राही देखो सुसंच बाली कूद चाहते लागोई आनंद निर्मल बाली नदी तीर शीतल बहई समीर नाना कुसुम जल स्थल सुबास बहे परिमल सुख कोकिल नाद भणी भ्रमर मनोहर ध्वनि नव पल्लव तरुगण मयूर कंठ नाद शुण एठारे हुओ एक मेल बोलंती प्रभु आदि मूल बस्चा करंतु जलपान सकले करिबा स्नान देख कोमल घास तीरे बाछुरी चरंतु सधीरे अन्न भोजन बसी कर पंच पराण हेउ स्थिर बेल ही हेउछि उछुर क्षुधाए देह थर हर मरणु उबुरिल आज पेट पुरोई अन्न भुंज तुम्भ मन को जे जोगाई हसी बोलंती भावग्राही कृष्णर बोल शुणी पोए आनंद होइले थोकाए चाहिले कृष्ण को आनंदे अन्न थोइले बाली कूदे बस्चांकु जल पियाइले कोमल घासे छाड़ी देले गोपाले सारिले स्नान संतोषे कले जलपान तीरे उठिले घातिकारे अन्न फेडिले जे जाहारे के वृक्ष डालू पत्र आणी विष्णु सुमरी सिंचे पाणी पाषाण आणती के जाई अन्न बाढ़ती ताहा धोई वस्त्र पाड़ती पीत नील के वृक्ष आणती बकल जे जाहा मते अन्न थोई कृष्ण बोलंती ताहा चाही अन्न देखाओ सबु मोते व्यंजन आनी छके केते शुणी सानंद मने पोए मध्ये बसिले देवराय जे जाहा अन्न पुड़ा फेड़ी देखांती बेनी कर जोड़ी देखो गोविंद मोरो भात व्यंजन आनीछि बहुत
ବଗଡ଼ା ଅନ୍ନ କେ ଆଣିଲା ବେଲ କରଡ଼ି ଲୁଣ ଅଁଳା କେ ବୋଲେ ଦଧି ଅନ୍ନ ମୋର ନିର୍ମଳ ଦେଖ ଚକ୍ରଧର କେ ବୋଲେ ତୁଚ୍ଛା ଅନ୍ନ ମୋର ଭୁଞ୍ଜିବି ପଛେ ଗୋଳି ନିର ଏମନ୍ତେ ନେଇ ଦେଖାଇଲେ ବେଢ଼ି ଗୋବିନ୍ଦଙ୍କୁ ବସିଲେ ଶ୍ରୀକୃଷ୍ଣ ଭୁଞ୍ଜିବାର ଆସେ ବେଣୁ ଖୋସିଲେ ବାମ ପାଶେ କାଖେ ଜାକିଲେ ସିଂହାବେତ ଅନ୍ନ ପୁଡ଼ାଏ ବାମ ହସ୍ତ ଅଙ୍ଗୁଳି ସନ୍ଧିରେ ଅଁଳା ହୃଦେ ଲମ୍ବଇ ବନମାଳା ପୁଅଙ୍କୁ ବୋଲେ ଭାବଗ୍ରାହୀ ବସ ମଣ୍ଡଳାକାର ହୋଇ ତୁମ୍ଭଙ୍କୁ ପରସଇ ଅନ୍ନ ନିଶ୍ଚିନ୍ତେ କର ହୋ ଭୋଜନ ଶ୍ରୀକୃଷ୍ଣ ବୋଲେ ବ୍ରଜ ପୋଏ ବସି ମଣ୍ଡଳାକାର ହୋଏ ସହସ୍ରେ କେଶର କମଳ ଯେହ୍ନେ ବେଷ୍ଟିତ ପଦ୍ମଦଳ ଶୋଭା ପାଇଲା ବୃନ୍ଦାବନ ହରସେ କରନ୍ତି ଭୋଜନ ସକଳ ପୁଅଙ୍କୁ ପରସି ମଧ୍ୟେ ବସିଲେ ବ୍ରହ୍ମରାଶି କୃଷ୍ଣର ଗୋଷ୍ଠୀ ପଦ୍ମ ପ୍ରାଏ ସ୍ୱର୍ଗେ ଦେଖନ୍ତି ଦେବତାଏ ବିବିଧ ମତେ ପରିହାସ ଗୋପ କୁମରେ ହସ ହସ ଦିବ୍ୟ ବ୍ୟଞ୍ଜନ ମୁଖେ ଭରି ବୋଲନ୍ତି ଶୁଣ ନର ହରି ଏ ସ୍ୱାଦ ଅଧିକ ମୋହର ଗ୍ରାସେ ଭୋଜନ ତୁମ୍ଭେ କର ଶ୍ରୀକୃଷ୍ଣ ଅଧରେ ଦିଅନ୍ତି ଏକକୁ ଆରେକ କହନ୍ତି ଆନନ୍ଦ ଗୋପାଳଙ୍କ ମନ ହରସେ କରନ୍ତି ଭୋଜନ ଯଜ୍ଞ ଭୋକତା ବାଳ କେଳି ଦେଖନ୍ତି ସ୍ୱର୍ଗ ଲୋକେ ମିଳି ଆନନ୍ଦ ଗୋପାଳଙ୍କ ମନ ଏମନ୍ତେ କରନ୍ତି ଭୋଜନ ବ୍ରହ୍ମା ଯେ ଦେଖୁଥିଲା ଶୂନ୍ୟେ ଆସି ମିଳିଲା ବୃନ୍ଦାବନେ ଦେଖିଣ ଗୋବିନ୍ଦର ଗତି ମନେ ଚିନ୍ତଇ ବେଦପତି ଅଳପ ଦିନେ ଭଗବାନ ଗୋକୁଳେ ପଡ଼ି ହେଲେ ଭ୍ରମ ଆତ୍ମାକୁ ନ ଚିହ୍ନଇ କିଛି ଗୋପାଳ ମେଳେ ଭୁଞ୍ଜିଅଛି ଏହାର ଅବିବେକ ପଣ କେହ୍ନେ ବୋଲାଇ ନାରାୟଣ ଏ କଥା ଜାଣିବା କେମନ୍ତେ ସନ୍ଦେହ ଲାଗିଲା ତ ମୋତେ ଏହାକୁ ମାୟା ମୁଁ କରିବି ବତ୍ସା ବାଳକ ହରି ନେବି ଦେଖିବି ଏହାର ବିକଳ କେମନ୍ତେ ରଖିବ ଗୋକୁଳ ଏମନ୍ତ ବିଚାରଇ ବସି ଅନ୍ନ ଭୁଞ୍ଜନ୍ତି ବ୍ରହ୍ମରାଶି କୋମଳ ତୃଣ ଚରି ଚରି ଗହନେ ପଶିଲେ ବାଛୁରୀ ମାୟାରେ ବ୍ରହ୍ମା ତାହା ହରି ଥୋଇଲା କମଣ୍ଡଳେ ଭରି ଗୋପାଳେ ବତ୍ସା ନ ଦେଖିଲେ ଅନ୍ନ ଭୋଜନ ଉପେଖିଲେ ଚକିତେ ଚହୁଦିଗେ ଚାହିଁ ବୋଲନ୍ତି କୃଷ୍ଣଙ୍କୁ ଅନାଇ ନିକଟେ ବତ୍ସା ଦିଶୁ ନାହିଁ ଯେଝାରେ ଆଣିବା ଓଢାଇ ଶୁଣି ବୋଲନ୍ତି କୃଷ୍ଣ ହସି ମୁହିଁ ଆଣିବି ବନେ ପଶି ସୁଖେ ଭୋଜନ ତୁମ୍ଭେ କର କହି ଉଠିଲେ ଚକ୍ରଧର ପଞ୍ଚ ଯେ ଗ୍ରାସ ତୁଣ୍ଡେ ଭରି ଅନ୍ନ ପୁଡ଼ାଏ କରେ ଧରି ଗିରି କାନନ ନଦୀ ତୀରେ ଖୋଜନ୍ତି ଘର୍ମ ଜର ଜୋରେ କୃଷ୍ଣ ନ ଦେଖି ବେଦପତି ମିଳିଲା କୁମରଙ୍କ କତି
ମାୟାର ବଳେ ଜ୍ଞାନ ହରି ପୁଅଙ୍କୁ କମଣ୍ଡଳେ ଭରି ବୃନ୍ଦାବନକୁ ଅନାଇଲା ନିଜ ଭୁବନେ ବିଜେ କଲା ବସ୍ଚାନ ପାଇ ବନମାଳି ଭୋଜନ ସ୍ଥାନେ ଯାଇ ମିଳି ଦେଖିଲେ ଗୋପ ପୁଏ ନାହିଁ ଚକିତେ ଚଉଦିଗେ ଚାହିଁ ବୋଲନ୍ତି କିସ ଅଦଭୁତ କେନେଲା ବସା ଗୋପ ସୁତ ଧ୍ୟାନେ ନିରୋପି ଦେବେ ଚାହିଁ ଜାଣିଲେ ପ୍ରଭୁ ଭାବଗ୍ରାହୀ ବିଧାତା ମୋତେ ମାୟା କରି ବସ୍ଚା ବାଳକ ନେଲା ହରି ମୋତେ ଦେଖାଇଲା ସ୍ୱଭାବ ଆଜ ଗଞ୍ଜିବି ତାର ଗର୍ବ ଗୋପ ଯୁବତୀଙ୍କର ହିତେ ବ୍ରହ୍ମାଙ୍କୁ ଗଞ୍ଜିବା ନିମନ୍ତେ ଉଭୟ ରୂପ ଅଙ୍ଗାକାରୀ ବସ୍ଚା ବାଳକ ରୂପ ଧରି ଯେତେ ବାଛୁରୀ ଗୋପ ପୁଏ ଜାତ ହୋଇଲେ କୃଷ୍ଣ ଦେହେ ଯାହାର ଯେମନ୍ତ ସ୍ୱଭାବ ମାୟା ଭିଆଣ ପଦ୍ମନାଭ ବିବିଧ ରଙ୍ଗେ କାଛ ପିନ୍ଧି ଗୁଞ୍ଜା ମୟୂର ପୁଛ ବାନ୍ଧି କର ପୟର ଶିକା ଡାଳି ଖଞ୍ଜି ମୁକୁତା ବିଦମାଳି ବେଣୁ କଠାଉ ସିଙ୍ଗା ବେତ ଯାହାର ସ୍ୱରୂପ ଯେମନ୍ତ ବଚନ କହନ୍ତି ଯେମନ୍ତ ରୂପ ବୟସ ସେହି ମତ ଯେ ଯେତେ ଉଚ୍ଚ ସଞ୍ଚ ସ୍ଥୂଳ ଯାହାର ଯେମନ୍ତ କୁନ୍ତଳ ଓଙ୍କାରୁ ଜହ୍ନେ ବେଦକ୍ଷରୀ ସର୍ବସ୍ୱରୂପ ନରହରି ବେଳ ହୋଇଲା ଅସ୍ତ କାଳ ଗୋପେ ଚଳିଲେ ନନ୍ଦବାଳ ଆପେ ବାଛୁରୀ ଆପେ ପୋଏ ଆତ୍ମାକୁ ଆପଣେ ଅଡ଼ାଏ ପ୍ରବେଶ ଗୋପ ପୁର ଲାଗେ ପୋଏ ନାଚନ୍ତି ନାନା ରଙ୍ଗେ ମୁରଲି ଶୁଣି ଗୋପ ନାରୀ ପାଛୋଟି ଗଲେ ଆଗ ସରି ପୁତ୍ରଙ୍କୁ ଦେଖି ସ୍ନେହ ଭରେ ହୃଦେ ଚାପିଲେ ତୋଳି କରେ ଆନନ୍ଦ କେ ପାରିବ କହି ସ୍ତନ୍ୟ ପିଆନ୍ତି ଚୁମ୍ବ ଦେଇ ଗୋବତ୍ସା ଗଲେ ଯେଝା ଘରେ ଗୋପୀ ମିଳିଲେ ନିଜ ପୁରେ ପୁତ୍ରଙ୍କୁ ମାଜଣା କରାଇ ଦଧି ଲବଣୀ ଅନ୍ନ ଦେଇ ଯେଝାରେ କରାଇ ଶୟନ ଆନନ୍ଦ ଗୋପୀଙ୍କର ମନ ରାତ୍ରେ ଅଇଲେ ବନୁ ଗାଈ ହୁଙ୍କାର ନାଦେ ବେଗେ ଧାଇଁ କୋଳେ ଆବରି ବସ୍ଚାଲେହିଁ ସ୍ତନ ପିଆନ୍ତି ସ୍ନେହ ବହି କି ପୁଣ୍ୟ ଗୋପୀ ଜନଙ୍କର କୋଳେ ଧଇଲେ ଚକ୍ରଧର ପୂର୍ବେ ଅଛନ୍ତି ତପ କରି ସ୍ତନ୍ୟ ପିଆନ୍ତି ନରହରି ଭାଗ୍ୟ କେ କହୁ ତାହାଙ୍କର ଯାହା ନ ପାନ୍ତି ବ୍ରହ୍ମାହର ଏ କଥା ନ ଜାଣନ୍ତି କେହି ମାୟା ଭିଆଣ ଭାବଗ୍ରାହୀ ନିତ୍ୟ ଚରାନ୍ତି ବସ୍ଚା ବନେ ଗୋପେ ମିଳନ୍ତି ରାତ୍ର ମାନେ ଏମନ୍ତେ ପୁରୀ ଲାବରସ ଶୁଣ ରାଜନ କୃଷ୍ଣ ରସ ଦିନେ କରାମ ଘେନି ସଙ୍ଗ ବନେ ଚଳିଲେ ଶ୍ରୀରଙ୍ଗ ପର୍ବତ ନାମ ଗୋବର୍ଦ୍ଧନ କାଳିନ୍ଦୀ ତୀରେ ଘୋର ବନ ଗୋପ କୁମର ଘେନି ହରି ସେବନେ ଚରାନ୍ତି ବାଛୁରୀ ପର୍ବତେ ଗାଈ ଚରୁଥିଲେ ତଳେ ବସ୍ଚାଙ୍କୁ ଅନାଇଲେ ଦେଖି ଧାଇଁଲେ ଅତି ଖରେ ତଳେ ମିଳିଲେ ସ୍ନେହ ଭରେ
ঊর্ধ্বে লাঙ্গুଳ মুଖ ହୋଇ ପର୍ବତୁ ପଡ଼ନ୍ତେ ଓହ୍ଲାଇ ଗୋପାଳେ ଓଗାଳିଲେ ଆସି କରେଲ ଉଡ଼ି ମାନ ତ୍ରାସି ତାଙ୍କ ବାରଣ ନ ମାନିଲେ ପର୍ବତ ତଳେ ଣ ମିଳିଲେ ଆବରି ଯେ ଯାହାର ଅବସ୍ଥା ସମ୍ଭାଳି ରହିବାରେ ଇଚ୍ଛା ସ୍ତନ୍ୟ ପିଆନ୍ତି ଦେହ ଲିହି ହୁଙ୍କାର ନାଦେ ସର୍ବଗାଇ ଓଗାଳି ନ ପାରି ଗୋପାଳେ ଲଜ୍ଜାରେ ରହିଲେ ସକଳେ ଗୋପାଳେ ଥିଲେ ଗିରି ପରେ ତଳେ ମିଳିଲେ ଧାତିକାରେ ନିଜ ବାଳକ ଦେଖି ତଳେ ସ୍ନେହ କରିଲେ କାଖ କୋଳେ ମାୟାକୁ ମୋର ମୁଖ ଚାହିଁ ଗୋପାଳେ ହୋଇଲେ କମୋହି ଚୁମ୍ବନ ଦେଇ ହୃଦେ ଚାପି ସ୍ନେହ ବୁଝିଲେ ବେନି ଆଖି ଗୋରୁ ଗୋପାଳ ସ୍ନେହ ଭର ଦେଖିଣ ରୋହିଣୀ କୁମର ଭାଳନ୍ତି ବୃକ୍ଷ ତଳେ ରହି ଏମନ୍ତ ଦେଖିଲା ତ ନାହିଁ ପୂର୍ବହୁ ସ୍ନେହ ତ ଅତ୍ୟନ୍ତ ଏକଥା ଜାଣିବା କେମନ୍ତ ମୋତେ ତ ସନ୍ଦେହ ଲାଗିଲା କିବା ଗୋବିନ୍ଦ ମାୟା କଲା ରାମ ଚାହିଁଲେ ଯୋଗ ବଳେ ଯେତେ ବାଛୁରୀ ଗୋପ ବାଳେ ଦିଶନ୍ତି ଚାରି ଚାରି ଭୁଜ କୋଟିଏ କାମ ଜିଣି ତେଜ ପିତ ବସନ କୋଟି ମାଝେ ମଣି କୁଣ୍ଡଳ ରବି ଗଞ୍ଜେ ଦେଖି ଚକିତ ହଳଧର କୃଷ୍ଣଙ୍କୁ କହନ୍ତି ମଧୁର ଦେବତା ଋଷି ଏନୁହନ୍ତି ତୋହର ପ୍ରାୟ କଦିଶନ୍ତି ନିଜ ବାଳକ ବସ୍ତା କାହିଁ ତ ତହୁଁ ଆନ ନଦୀ ସଇ ମାୟା କି କରି ଅଛୁ ମତେ କେମନ୍ତେ ଯିବ ପରତେ ହସି ବୋଲନ୍ତି ନନ୍ଦ ବଳା ବ୍ରହ୍ମା କୋଷଣ ମୋତେ ଦେଲା ବନେ ଭୋଜନ ଦେଖି ମୋର ହରିଲା ବାଛୁରୀ କୁମର ଏମାନ ଭିଆଇଲି ମୁହିଁ ଶୁଣି ମା ସାବଧାନ ହୋଇ ଶୁଣି ସାନନ୍ଦ ବଳରାମ କୃଷ୍ଣଙ୍କୁ ଦିଅନ୍ତି ଚୁମ୍ବନ ଗୋପେ ମିଳିଲେ ରାତ୍ର କାଳେ ଶୟନ ଯଶୋଦାର କୋଳେ ରଜନୀ ହୋଇଲା ପ୍ରଭାତ ବନେ ଚଳିଲେ ଗୋପୀନାଥ ବ୍ରହ୍ମା ଯେ ବସ୍ତା ହରି ନେଲା ମଞ୍ଚକୁ ବରସେ ହୋଇଲା ବିଧାତା ବିଚାରଇ ମନେ କୃଷ୍ଣେ ଭେଟିବି ବୃନ୍ଦାବନେ କେମନ୍ତ କଲେ ଦାମୋଦର ଆଜ ଦେଖିବି ଗୋପପୁର ବ୍ରହ୍ମା ବିଚାରି ଏହା ମନେ ବେଗେ ମିଳିଲା ବୃନ୍ଦାବନେ ଦେଖିଲା ଯମୁନାର କୂଳେ ବସ୍ତା ବାଳକ କୃଷ୍ଣ ମେଳେ ମୁରଲି ବାଇ ନାନା ଛନ୍ଦେ ବାଳକେ ନାଚନ୍ତି ଆନନ୍ଦେ ନିଶ୍ଚିନ୍ତେ ଚରାନ୍ତି ବାଛୁରୀ ମଧ୍ୟେ ବିଜୟ ନରହରି ଦେଖି ଚକିତ ପ୍ରଜାପତି ବନେ ଚାହଇ ଚଉକତି ଚକିତ ହୋଇ ଛନ ଛନ ବିଧାତା ବିଚାରଇ ମନ ବସ୍ତା ବାଳକ ମୁହିଁ ନେଇ ମାୟା ଶୟଳେ ଅଛି ଥୋଇ ଏହାଙ୍କୁ କାହୁଁ ଭିଆଇଲା ଏମନ୍ତ ବୋଲି ବାହୁଡ଼ିଲା ଦେଖିଲା ନିଜ ପୁରେ ଯାଇ ବସ୍ତା ବାଳକେ ଛନ୍ତି ରହି
ପୁଣି ମିଳିଲା ନଦୀ ତୀରେ ବାଳକେ ଅଛନ୍ତି ସେଠାରେ ଆନନ୍ଦେ ଚରାନ୍ତି ବାଛୁରୀ ନାଚନ୍ତି ବେଣୁ ନାଦ କରି ଉଭୟ ସଙ୍କଟେ ବିଧାତା ମନେ ପାଇଲା କରୁ ଚିନ୍ତା ପୁଣି ଦେଖିଲା ଯାଇ ଘରେ ଆସି ମିଳିଲା ନଦୀ ତୀରେ ବିଧାତା ବିଚାରି ଚକିତ ବୋଲଇ ଏତ ବିପରୀତ ମୋର ଭୁବନେ ଶୋଇଛନ୍ତି ପୁଣି ଏ ବନେ ଚରୁଛନ୍ତି ଏହାଙ୍କୁ କାହୁଁ ଏ ଆଣିଲା ମୋତେ ତ ସନ୍ଦେହ ଲାଗିଲା କି ବୁଦ୍ଧି କରିବଇ ଆଜ ମୋତେ ହୋଇଲା ବଡ଼ ଲାଜ ଯେବେ ମୁଁ ବସା ଦେବି ଆଣି କୋପ କରିବେ ଚକ୍ର ପାଣି କିବା ମୋହର ବଡ଼ପଣ ହାସ୍ୟ କରିବେ ଦେବଗଣ କରିବି କେବଳ ଉପାୟ ନପୁଣ କୋପେ ଦେବରାୟ କୋପ କରିଣ ଶିରି ବସିଛି ଆନ ବ୍ରହ୍ମାଏ ଭିଆଇଛି ନୁହଁ ମୋହର ସଞ୍ଚିଲା ଆନ ବ୍ରହ୍ମା କି ଭିଆଇଲା ବାଳକ ବାଛୁରୀ ଭିଆଇ ଗୋବିନ୍ଦ ଅଛି କି ଲୁଚାଇ ନିଜ ମାୟାରେ ନିଜେ ଯୋଡ଼ି ବ୍ରହ୍ମା ଭ୍ରମିଲା ପଥ ହୁଡ଼ି ମାୟା ମୋହିଲେ ଭଗବାନ ଆନ ମାୟା ଯେ ବିଡ଼ମ୍ବନ ଘୋର ଅନ୍ଧାର ରାତ୍ର ମାନେ କୁହୁଡ଼ି ଦିଶେ କି ଗଗନେ ଦିବସେ ଜୁଳୁ ଜୁଳା ପୋକ ପ୍ରକାଶି ପାରେ କି ଆଲୋକ କ୍ଷଣକେ ହୋଇଲା ସଚେତ ପୁଣି ଚାହୁଁଇ ଭୟଚିତ ଯେତେ ବାଛୁରୀ ଗୋପ ବାଳେ ବ୍ରହ୍ମାଙ୍କୁ ଦିଶନ୍ତି ସକଳେ ନୀଳ ଜଳଦ ତନୁ କାନ୍ତି ପୀତ ବସନ ଝଟକନ୍ତି ଶ୍ରବଣେ କୁଣ୍ଡଳ ବିରାଜେ ରବି କିରଣ ତେଜ ଗଞ୍ଜେ ଶ୍ରୀବତ୍ସ ଚିହ୍ନ କଣ୍ଠେ ମଣି କଟିରେ ରତ୍ନ ଓଢ଼ିଆଣି ମର୍କତ ସ୍ତମ୍ଭ ଭୁଜ ଚାରି ଶଙ୍ଖ କମଳ ଗଦାଧାରୀ ଦକ୍ଷିଣ କରେ ଚକ୍ର ଶୋହେ ରୂପେ କୋଟିଏ କାମ ମୋହେ करे कंकण कंठे हार चरणे बाजेणी नूपुर कोमल तुलसीर माल कंठु लंबई पाद तल विकच कमल लोचन अधर बिंब फलवन जार महिमा परिमाणी वेद पुराणे हेन जानी स्तुति करन्ति सुर मुनि पादे खटन्ति पद्मजोनि अशेष ब्रह्मांड ठाकुर ब्रह्माए सेवन्ति पयर पूजन्ति नाना उपहारे नृत्य करन्ति गीत स्वरे स्तंभरु ब्रह्म परिजन्ते ब्रह्मांडे अछन्ति जे जेते पंच इंद्रिय पंचभूत जे अधिष्ठाता दैवत बुद्धि चेतना अहंकार जेते ए मनर विकार जे जा विषय अनुरूपे खटन्ति ब्रह्मांक समीपे अणिमा आदि अष्टनिधि काल स्वभाव कर्म सिद्धि सेवा करन्ति अप्रमित चंचल ब्रह्मांकर चित खटन्ति गोविंद पयर देखि चकित वेदवर
कोटि अंशरे तुल्य नोहे स्वरूप ब्रह्मांकर प्राय एमंत कृष्ण माया देखी भये बुझिला अष्ट आखि चेसने देवी पूजा जोगे काष्ठ पितुला थोई आगे तेसने होई वेद बोर रहिला गोविंद छामुर बेदे गोचर नहे जेहू महामहिम महाबाहु प्रमाणी न पाइला अंत ब्रह्मा होइला मोहगत कंठे होइला पंच प्राण जानिले कमलार मण ब्रह्मा को कृष्ण दया कले माया पटल उहाड़िले ज्ञान पाइला प्रजापति उठी चाहई चौकती देखिला वृंदावन लागे लक्ष्मी विजय चारि दिगे वन पशुंक हिंसा नाही चरंती मित्र प्राय होई देखिला कदम्बर तले कृष्ण नाचंती कुतूहले पुणी देखिला केही नाही चकिते चौदिगे चाही सभय चिते छन छन आरते बुझिला नयन घड़ीके पुणी अनाइला देख इ गोविंदर लीला बाम करे अन्न घेनी बच्चा खोजंती बने भ्रमी देखी बाहन उपेखिला कृष्णर निकटे मिलिला पादे पड़िला वेद बोर अबनी दिशिला सुंदर नील पाषाण तले थाई सुवर्ण जेमंते दिशई चारि मुकुट सिरे थिला कृष्णर चरणे लागिला बेनी चरणे कर देई भये बोलई त्राही त्राही पूजिला गोविंद पयर देई विविध उपहार पाद धोइला चक्षु लुहे मन निवेशी पद्म पाए सते कबेल पादे पड़ी उठिला बेनी कर जोड़ी स्तुति करई चारि बेदे आनंदे शोक गद गदे से हरि चरण कमले सुजने चिंत ध्यान बले बच्चा हरण एहु छांद एणे छाड़िब मोह फांद गर्भ गंजन जार बाना भक्त जनक वज्र सेना भक्त बश्चल नर हरि जाहार नाही मित्र अरि से हरि पादे देई चित कहिला दास जगन्नाथ इति श्रीमद्भागवते महापुराणे परमहास्यं संहितायां दशम स्कन्धे वत्साहरणं नाम चतुर्दशोऽध्याय।